ଯେଉଁ କାମ ଅବକାରୀ ବିଭାଗ ଓ ପୋଲିସ କରିବା କଥା ସେହି କାମ ପାଇଁ ଘରୁ ଦାଣ୍ଡକୁ ବାହାରିଲେ ଗ୍ରାମୀଣ ମହିଳାମାନେ ପ୍ରତିଦିନ ଏହି ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ଭୋଗିବାକୁ ପଡ଼େ। ନିଶାସକ୍ତ ସ୍ୱାମୀ ଏବଂ ପିଲାମାନେ ପରିବାର ଭିତରେ ମାରପିଟ ଏବଂ ଭଙ୍ଗାରୁଜା କରନ୍ତି। ସେମାନେ ଆଉ କେତେ ସହିବେ? ଶେଷରେ ନିଷ୍ପତ୍ତି ନେଲେ ଚୋରା ମଦ ବିକୁଥିବା ଏବଂ ଏହି ମଦକୁ ସେମାନଙ୍କ ଗାଁରେ ପହଞ୍ଚାଉଥିବା ମଦ ବେପାରୀକୁ ପାନେ ଦେବାକୁ ପଡ଼ିବ। କଟକ ଜିଲ୍ଲା ମାହାଙ୍ଗା ଥାନା ଅରିଲୋ ଗ୍ରାମରେ ଘଟିଛି ଏଭଳି ଏକ ଘଟଣା। ମହିଳାମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ଜଣେ ଚୋରା ମଦ ବେପାରୀକୁ। ପୋଲିସ ନେଇକି ଅଦାଲତ, ଗାଁ ମନ୍ଦିର ସାମ୍ନାରେ ଅର୍ଥାତ୍ ଅନ୍ ଦି ସ୍ପଟ୍ ବିଚାର। ଏଭଳି ଚୋରା ମଦ ବିକିବନି, ଆଉ କେବେ ଗାଁକୁ ଆସିବନି, ମତେ ମାଫ୍ କରିଦିଅନ୍ତୁ କହି ନେହୁରା ହେଉଛି ମଦ ବେପାରୀ। ଅରିଲୋ ଭଳି ଏକ ଛୋଟିଆ ଗାଁର ମା ମାନେ ଯେଉଁଭଳି ସାହସିକତାର ପରିଚୟ ଦେଲେ, ଠିକ୍ ଅନୁରୂପ ଭାବରେ ପୀଡ଼ିତା ମହିଳାମାନେ ଦୃଢ଼ ନିଷ୍ପତ୍ତି ନେବାକୁ ବୁଦ୍ଧିଜୀବୀମାନେ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ମହିଳାମାନେ ମଦ କାରବାରକୁ ସମର୍ଥନ କରୁଥିବା ସ୍ଥାନୀୟ ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହିତ ସେଠାରେ ମଦ ବିକୁଥିବା ଆଉ ଜଣେ ବେପାରୀଙ୍କ ଘରେ ଭଙ୍ଗାରୁଜା କରିବା ସୂଚନା ମିଳିଛି। କୁମୁଳା, ଜୟପୁର ଫାଣ୍ଡି ପୋଲିସ ଅଟକ ମଦ ବେପାରୀକୁ ଉଦ୍ଧାର କରି ନିଜ କବ୍ଜାକୁ ନେଇଛି। କଟକ ଜିଲ୍ଲା ମାହାଙ୍ଗାରୁ ଶରତ କୁମାର ସିଂହଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।